ସୁନ୍ଦର କଥାଟିଏ। କାଶୀ ଦେଶରେ ଜଣେ ରାଜା ଥିଲେ। ନା ତାଙ୍କର ସତ୍ୟଦେବ, ନା ଯେପରି ସତ୍ୟଦେବ ସେ ମଧ୍ୟ ସେହିପରି ସଦାବେଳେ ସତ୍ୟକୁ ଆଶ୍ରୟ କରି ଚାଲନ୍ତି। ଦିନେ ଅତ୍ୟନ୍ତ ପ୍ରାତଃ ସମୟରୁ ସତ୍ୟଦେବ ଶଯ୍ୟା ତ୍ୟାଗ କରି ଉଠିବା ସମୟରେ ଦେଖିଲେ ପ୍ରାସାଦରୁ ଜଣେ ସୁନ୍ଦରୀ ସ୍ତ୍ରୀ ବାହାରକୁ ଚାଲି ଯାଉଛନ୍ତି। ରାଜା ପଛେ ପଛେ ଯାଇ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ତୁମେ କିଏ? କେଉଁଆଡ଼େ ଯାଉଛ? ଉତ୍ତର ମିଳିଲା, ମୁଁ ଲକ୍ଷ୍ମୀ। ଏବେ ମୁଁ ଏହି ପ୍ରାସାଦ ଛାଡ଼ି ଚାଲି ଯାଉଛି। ରାଜା ଏହା ଶୁଣି କ୍ଷଣଟିଏ ନୀରବ ରହିଲେ, ଆଉ ତାପରେ କହିଲେ, ଆପଣ ଯାଇପାରନ୍ତି। ଠିକ୍ ତାଙ୍କ ପରେ ପରେ ଆଉ ଜଣେ ସୁନ୍ଦର ପୁରୁଷ ଆସିଲେ। ରାଜା ପୂର୍ବ ଭଳି କହିଲେ, ଆପଣ କିଏ ଏବଂ କୁଆଡ଼େ ଯାଉଛନ୍ତି? ପୁରୁଷ ଜଣକ ନିଜର ପରିଚୟ ଦେଇ କହିଲେ, ମୋ ନାମ ଦାନ। ଲକ୍ଷ୍ମୀ ଆପଣଙ୍କୁ ଛାଡ଼ି ଚାଲିଯିବାରୁ ମୁଁ ଏଠାରେ ରହିବାର ଆବଶ୍ୟକତା ଅନୁଭବ କରୁନାହିଁ। ରାଜା ପୂର୍ବ ଭଳି କହିଲେ, ଆପଣ ଯାଇପାରନ୍ତି। ପରେ ପରେ ତୃତୀୟ ପୁରୁଷ ସଦାଚାର ଓ ଚତୁର୍ଥ ପୁରୁଷ ଯଶ ମଧ୍ୟ ପ୍ରାସାଦରୁ ବାହାରି ଗଲେ। ପଞ୍ଚମ ପୁରୁଷ ଭାବରେ ଆସିଲେ ସତ୍ୟ। ରାଜା ପରିଚୟ ପଚାରିବାରୁ କହିଲେ, ମୁଁ ସତ୍ୟ। ମୋ ପୂର୍ବରୁ ଲକ୍ଷ୍ମୀ, ଦାନ, ସଦାଚାର ଓ ଯଶ ଆପଣଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ମୁଁ ତାଙ୍କ ପଦାଙ୍କ ଅନୁସରଣ କରି ଏବେ ଚାଲି ଯାଉଛି। ମୋତେ ଯିବାକୁ ଦିଅନ୍ତୁ। ରାଜା ହାତ ଯୋଡ଼ି ନମ୍ର ଭାବରେ କହିଲେ, ମୁଁ ଆପଣଙ୍କୁ କଦାପି ଯିବାକୁ ଦେବି ନାହିଁ। କେବଳ ଆପଣଙ୍କ ପାଇଁ ମୁଁ ପୂର୍ବରୁ ଲକ୍ଷ୍ମୀ, ଦାନ, ସଦାଚାର, ଯଶକୁ ଛାଡ଼ି ସାରିଛି, କିନ୍ତୁ ଆପଣଙ୍କୁ କଦାପି ଛାଡ଼ିବି ନାହିଁ। ଆପଣ ମୋ ଜୀବନରେ ସବୁକିଛି। ଆପଣ ଯିବା ପରେ ମୋର ସବୁକିଛି ଚାଲିଯିବ। ମୋ ପ୍ରତି କୃପା କରନ୍ତୁ, ମୋତେ ଶ୍ରୀହୀନ କରନ୍ତୁ ନାହିଁ। ରାଜାଙ୍କ ଅନୁରୋଧରେ ସତ୍ୟ ରାଜାଙ୍କୁ ଛାଡ଼ି ଯାଇପାରିଲେନି। ସତ୍ୟ ବାହାରକୁ ନ ଯିବାରୁ ପୂର୍ବରୁ ଯାଇଥିବା ଲକ୍ଷ୍ମୀ, ଦାନ, ସଦାଚାର ଓ ଯଶ ଫେରି ଆସିଲେ। ସତ୍ୟ ହିଁ ସର୍ବଶ୍ରେଷ୍ଠ ସମ୍ପଦ। ସତ୍ୟ ବିନା ସଦାଚାର, ଦାନ, କୀର୍ତ୍ତି, ଯଶ ମୂଲ୍ୟହୀନ। ସତ୍ୟରୂପୀ ସଦ୍ଗୁଣ ନିକଟରେ ସମସ୍ତେ ନତମସ୍ତକ ହୋଇଥାନ୍ତି। ସତ୍ୟର ବାଟ କଣ୍ଟକିତ ନିଶ୍ଚୟ। ଏ ବାଟରେ ଗଲେ ଲହୁଲୁହାଣ ହେବାକୁ ପଡ଼ିପାରେ, ନିର୍ଯାତନା ସହିବାକୁ ପଡ଼ିପାରେ, ମାତ୍ର ଏହା ସଫଳତା ପ୍ରାପ୍ତିର ଶ୍ରେଷ୍ଠ ମାର୍ଗ। ସ୍ୱର୍ଗରାଜ୍ୟ ସେଇମାନଙ୍କ ପାଇଁ ଯେଉଁମାନେ ସତ୍ୟର ପ୍ରତିଷ୍ଠା ପାଇଁ ଯେତେ ଅତ୍ୟାଚାରିତ ହେଲେ ମଧ୍ୟ ଏଥିରୁ ବିଚ୍ୟୁତ ହୋଇନାହାନ୍ତି। ସେମାନେ ଜାଣିଥାନ୍ତି ଯେ ସତ୍ୟ ହିଁ ସର୍ବୋତ୍ତମ। ଅତଏବ ସତ୍ୟର ବାଟ କଣ୍ଟକିତ ହୋଇପାରେ, ମାତ୍ର ସତ୍ୟ ବାଟର ବାଟୋଇ ହୁଅନ୍ତୁ। ସଫଳତା ଆପଣଙ୍କୁ ମିଳିବ। ସତ୍ୟରେ ବଞ୍ଚିଲେ ଲକ୍ଷ୍ମୀ ମଧ୍ୟ ଆପେ ଆପେ ଆପଣଙ୍କ ପାଖକୁ ଆସିବେ।